କହିଲ ଶ୍ରୀକର ରେ ଅର୍ଘ୍ୟ ଘେନି ପଣ୍ଡୁ ରାଜନ ଭୂତ ପଣ୍ଡୁ ଦେ ରାଜନ ପ୍ରଥମରେ ନାମ ମତେ ଦେଲେ କ ଅର୍ଜୁନ ଭୂତ ଦେଲେ କ ଅର୍ଜୁନ ଭଲ देखो छोट कला है अच्छी मोर गात्र भूत अच्छी मोर गात्र देते कृष्ण नाम बोलू छंती दात भूत बोलू छंती दात घरे छोट ସାରେ ଶ୍ରୀକର ରେ ଅର୍ଥ ଖେଲି ପଣ୍ଡୁ ଯେ ରାଜନ ପ୍ରଥମରେ ନାମ ମତେ ଦେଲେ କ ଅର୍ଜୁନ ପ୍ରଥମ ନାମଟା ଆପଣଙ୍କୁ ଅର୍ଜୁନ ବୋଲି ଦେଇଛନ୍ତି ହଁ, ହଁ। କିଏ ଦେଇଛନ୍ତି? ପଣ୍ଡୁ ପଣ୍ଡୁ ରାଜା ଦେଇଛନ୍ତି। ଆଚ୍ଛା ପଣ୍ଡୁ ରାଜା ତମର କଣ ହେବେ ଦେଖନ୍ତୁ କାହିଁକି ନା ପ୍ରଥମ ନାମଟା କିଏ ଦିଅନ୍ତି ଜାଣନ୍ତି? କିଏ ବାପା କି ମା କି ଅଜା କି ଆଈ କି ମାମୁ କି ମାଙ୍ଗି ଦାଦା ଖୁଡି ପ୍ରଥମ ନାଁଟା ଦେବେ। ହେଲେ ଯୋଉ ପଣ୍ଡୁ ରାଜା ଆପଣଙ୍କର ପ୍ରଥମ ନାମକରଣ କଲେ ହଁ। ଏ ପଣ୍ଡୁ ରାଜା ଆପଣଙ୍କର କଣ হবে ଆଜ୍ଞା? କିଛି ବାପା। ମାଇଣ୍ଡ କରିବନି ନା ମାଇଣ୍ଡ କାଣ କରିବ କଣ ହେବେ କୁହନ୍ତୁ? ବାପା ହେବେ ପଣ୍ଡୁ ରାଜା ଆପଣଙ୍କର ବାପା ହେବେ ହେବେନି ନିଜର ତ? ଆଉ କଣ ପରର ନାଇଁ ନାଇଁ, ନିଜର ତ? ବୋଲେ ନାଇଁ ନାଇଁ, ଯୋଉ ବାପା ତମ ନିଜ ବାପା ତ? ବାପାଟା ନିଜ ନାହିଁ ଆଗରୁ ପର ହେଇକି ଥାଉଛି କି ବାପା? ସଙ୍ଗାତ ବାପା କି ଧର୍ମ ବାପା କି ଏମିତି କି ଭାଗୁଳିଆ ବାପା କି ସେମିତି କିଛି ଏଇ ସେମିତି କଣ ଥିବ ପରା? ନାହିଁ ସେମିତି ବି ନାହିଁ ନାହିଁ ତ। ଆଚ୍ଛା ନା। ତମର ବାପା ହେଲେ ପଣ୍ଡୁ, ହଁ। ମା କିଏ? ମା କୁନ୍ତି ତମ ଓହୋ। ହୁଏ ମା ହେଲେ କୁନ୍ତି, ହଁ ବାପା ହେଲେ ପଣ୍ଡୁ, ମା ହେଲେ କୁନ୍ତି। ତ ତ ଠିକ ଅଛି, ଯଦି ବାପା ହେଲେ ପଣ୍ଡୁ ମା ହେଲେ କୁନ୍ତି, ହଁ ହଁ କୁନ୍ତିଙ୍କର ପଣ୍ଡୁ କଣ ହେବେ ଆଜ୍ଞା? କୁନ୍ତିକର ପଣ୍ଡୁ କଣ ହେବେ? ମାନେ ତମ ମାଙ୍କର ତମ ବାପା ତାଙ୍କର ସମ୍ପର୍କଟା କଣ ଲୋକ ଜାଣିବାକୁ ପଡିବ। ସ୍ୱାମୀ ସ୍ତ୍ରୀ ସ୍ୱାମୀ ସ୍ତ୍ରୀ, ସ୍ୱାମୀ ବୋଇଲେ ସ୍ୱାମୀ ବୋଇଲେ ଜଣେ ଆଜ୍ଞା। ସ୍ୱାମୀ ବୋଲେ ଜଣେ ଆଜ୍ଞା ସ୍ୱାମୀ ବୋଇଲେ ଜଗତରେ ଜଣେ ଆଜ୍ଞା ଅଛି। କିଏ ସେଇଟା? ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ସ୍ୱାମୀ ପରା ଜଣେ ଆଜ୍ଞା। ଦୂତ ତମ ମାର ସ୍ୱାମୀ ଯିଏ, ତମ ମାଇପର ସ୍ୱାମୀ ଯିଏ, ତମର ଝିଅର ସ୍ୱାମୀ ଏ ଯିଏ, ଦୂତ ତମ ସମସ୍ତଙ୍କର ସ୍ୱାମୀ ସିଏ ଦ୍ୱାର ଜଣେ। ରକ୍ଷକ ଆଜ୍ଞା ପରିହାସ କରୁଛ ନା କଣ? ନା ନା ପରିହାସ ପଚାରୁନ ସମସ୍ତଙ୍କୁ ଆଉ କଣ ମାର ମାଇପର କଣ ସବୁ କଣ? ସମସ୍ତଙ୍କର ସ୍ୱାମୀ ଜଣେ ଆଜ୍ଞା ଓହୋ ଜଗନ୍ନାଥ। ଜଗନ୍ନାଥ ମୁଁ ସ୍ୱାମୀ। ପଚାରୁଛି ତମ ମାର ସେଇଟା କିଏ? ମୋ ମାର ସେଇଟା କିଏ? ଘଇତା ତମ ମାର ଘଇତା? ହଁ ହଁ ତମକୁ ଲାଜ ଲାଗୁନି କି? କାହିଁକି କି ତମ ମାର ନାହିଁ କି? ମୋ ମାର ଘଇତା ନା? ନାଇଁ ନାଇଁ ଘଇତା ନାଇଁ ନା ନାଇଁ ନାଇଁ, ତମ ମାର ଘଇତା ତ? ଦୂତ ତମ ମାର ଘଇତା ପଣ୍ଡୁ ତ? ମୁଁ ଜାଣିଛି ପଣ୍ଡୁ ବୋଲି। ତମ ମାର ଘଇତା ପଣ୍ଡୁ? ଯଦି ତମ ମାର ଘଇତା ପଣ୍ଡୁ, ହଁ ଇଏ କଣ ହବ ଆସ ଦେଖିବ ଆସ। କିଏ ଇଏ ବୋଲେ କିଏ? ଏ ଯୋଉ ସ୍ୱର୍ଗର ଇନ୍ଦ୍ର ତମ ମାର କଣ ଅଣ୍ଡରା? ଦୂତ ଯଦି ତମ ମାର ଘଇତା ଇନ୍ଦ୍ର ପଣ୍ଡୁ, ହଁ, ହଁ। ସ୍ୱର୍ଗର ଇନ୍ଦ୍ର ତମ ମାର କଣ? କୁହ। ସେଇଟା ମୁଁ ଜାଣିନି। କଥାରେ ଅଛି ଆଜ୍ଞା, ଦୂତ ମନ ଜାଣେ ପାପ ମା ଜାଣେ ବାପ। ହଁ ହଁ ମନ ଜାଣେ ପାପ ମା ଜାଣେ ବାପ। ଠିକ। ମା କୁ ପଚାରିବ ମା ଲୋ ମୋ ବାପା କିଏ, ସିଏ କହିବ। ଆଉ ତମେ କହିଦେଲେ ପଣ୍ଡୁ ହେଇଗଲା କିଏ? ତମ ମା କୁ ପଚାର ତମ ବାପା କିଏ, ସିଏ କହିବେ। ଗଲେ ପଚାରିବି। ହଁ ହେଲେ ମହାପ୍ରଭୁ ଦୂତ ତୁମେ କହୁଛ ତମର ବାପା ପଣ୍ଡୁ? ହଁ ହଁ ନାଇଁ ନାଇଁ ଆଜ୍ଞା, ଆଉ ତମେ ସ୍ୱର୍ଗ ଦେବତା ଇନ୍ଦ୍ରଙ୍କ ଠାରୁ ତୁମେ ଜନ୍ମ ଲାଭ କରିଛ। କିପରି? ତମର ବାପା ହଉଛନ୍ତି ଇନ୍ଦ୍ର, ହଁ ହଁ କିନ୍ତୁ ତମର ପ୍ରଥମ ନାମଟା ପଣ୍ଡୁ ଦେଇଛନ୍ତି ବୋଲି କହୁଛ। ନାଇଁ ଆଜ୍ଞା, ଆଉ ପଣ୍ଡୁ ଦେଇନାହାନ୍ତି। କାହିଁ ସେ ତ ବାପା ନାହିଁ, ସେ କେମିତି ଦବ?
ଆଉ କିଏ ଦେଇଛନ୍ତି ଜନ୍ମ କଲା ବାପା ଯଦି ହେଇଥାନ୍ତା ସିଏ ତ ସାପତ ବାପାକୁ ଯୋଗ୍ୟ ନୁହଁ ଆଜ୍ଞା। ଦୂତ ପଣ୍ଡୁ ଭଳିଆ ବାପା ଆଜ୍ଞା ଜଗତରେ ଯୋଗ୍ୟ ନୁହଁ ଆଜ୍ଞା। ହଁ ହଁ ନାଇଁ ତମ ମାକୁ ଦେଇ ପାରିଲାନି ଆଉ। କଣ ଯୋଗ୍ୟ ବୋଲି କହୁଛ କଣ ଆଙ୍କ ମାକୁ କଣ ଦେଇ ପାରିଲାନି ରେ ଓଇରେ ଆଙ୍କ ମାକୁ କଣ ଦେଇ ପାରିଲାନି ଆଙ୍କ ବାପା ଏ ମୂର୍ଖ ଆ କହିବ ତ ଇଏ ଦୁଃଖ ସୁଖ ବୋଲି କଣ ହେଲା। ଓହୋ ତମେ ହେଲେ ଜାଣିଛ ସେ କଥା ସତ କି ତମେ ପୁରୁଣା ଲୋକ ନାଇଁ କି ମହାପ୍ରଭୁ ଦୂତ ଆପଣଙ୍କର ପ୍ରକୃତରେ ପ୍ରଥମ ନାମଟା କିଏ ଦେଇଛନ୍ତି? ପଣ୍ଡୁ ଦେଇନାହାନ୍ତି। ଆଉ କିଏ ସେ ତ ବାପା ନାହିଁ ସେ ଦେଇଛି ବୋଲି ଆମେ ଶୁଣିବୁ କି? ଆଚ୍ଛା କିଏ ଦେଇଛି କୁହ ତାହେଲେ କିଏ ଦେଇଛି ଆପଣ ଶୁଣନ୍ତୁ। ହଁ ବସନ୍ତୁ ମୁଁ କହୁଛି ଶୁଣନ୍ତୁ। ମହାପ୍ରଭୁ ଦୂତ ଆପଣଙ୍କର ପ୍ରଥମ ନାମକରଣ କିଏ ଦେଇଛନ୍ତି? କିଏ କୁହ ପଣ୍ଡୁ ମାତ୍ର ଦେଇନାହାନ୍ତି। ଆଉ ହଁ ଶୁଣ ହେ ହଁ ଶୁଣ ଅର୍ଜୁନ ପ୍ରଥମ ନାମର ବୃତ୍ତାନ୍ତ ନାମର ବୃତ୍ତାନ୍ତ ହେ ନାମର ବୃତ୍ତାନ୍ତ ଠିକ ଠିକ କରିବା ପ୍ରକାଶ ଠିକି ଧୃତରାଷ୍ଟ୍ର ହେଲେ ଅନ୍ଧରାଜକୁ ଅଚକ୍ୟ ସେଥିର ନିମନ୍ତେ ପଣ୍ଡୁରାଜ କଲେ ଭୋଗ ଫେରେ ଧୃତରାଷ୍ଟ୍ରକୁ ପଣ୍ଡୁରାଜ ହାର ଦେଇ ଦୁଷ୍ଟ ନିବାରିଲେ ବୀର ବନସ୍ତରେ ରହି ଆଚ୍ଛା ସେ ସୁର ନଦୀ ତୀରେ ଅର୍ଜୁନ ନାମେ ବନ ବହୁ ଜନ୍ମ ହେଲ ମିନଦୀ ତିଆର ଦିନ ବୃହସ୍ପତିବାର ପୁଣି ଉତ୍ତରା ଫାଲ୍ଗୁନି ଆଚ୍ଛା ଏ ସମୟରେ କୁନ୍ତି ଜପାମାଳ ଘେନି ଇନ୍ଦ୍ରଦେବଙ୍କୁ କରିଲେ ସ୍ମରଣୀ ଆଚ୍ଛା ଦେଖ ଦୁଷ୍ମନ୍ତ ନାମରେ ଇନ୍ଦ୍ର ସ୍ୱର୍ଗରେ ଥିଲେ କୁନ୍ତି ଜପନ୍ତେ କୁନ୍ତି ବାସେ ମିଳିଲେ ହଁ କୁନ୍ତିଙ୍କ ସହିତ ଏ ଶୃଙ୍ଗାର କଲେ ଶୃଙ୍ଗାର ରସରୁ ଅର୍ଜୁନ ଜନ୍ମ ଆଚ୍ଛା କୋଳରେ ଧରିଲେ ଦେବ ଭଗବାନ ତେତିଶ କୋଟି ଦେବତା କଲେ ସ୍ମରଣ ଅଷ୍ଟପସରି ଆସି ପାଶରେ ମିଳିଲେ ଅର୍ଜୁନକୁ ବନ୍ଦାପନା କରିବା ବେଳେ ଆଚ୍ଛା କୋଳେ ଧରିଛନ୍ତି ଭଗବାନ ନିଜ ନନ୍ଦନ ଅତି ଶ୍ରଦ୍ଧାରେ ନାମ ରଖିଲେ ଅର୍ଜୁନ। ମହାପ୍ରଭୁ ଦୂତ ଆପଣଙ୍କର ପ୍ରଥମ ନାମକରଣ କେମିତି ହେଲା? କିପରି ଆପଣଙ୍କର ପିତାଙ୍କ ଆଦେଶରେ କୁନ୍ତି ଗଲେ ପହଞ୍ଚିଲେ ଋଷଶୃଙ୍ଗ ପର୍ବତର ଅର୍ଜୁନ ବନସ୍ଥ ନିକଟରେ। ହଁ ହଁ ଅର୍ଜୁନ ବୃକ୍ଷ ମୂଳେ ପତ୍ରଗଣ୍ଡାଏ ଛିଣ୍ଡାଇ ଗୋଟେ ସେଜ ପାରିଦେଲେ ସ୍ୱର୍ଗର ଇନ୍ଦ୍ରଙ୍କୁ ଶୃଣା କଲେ ଦୁର୍ବାସାଙ୍କ ଜପମାଳ ଧରି। ଆଚ୍ଛା ସ୍ୱର୍ଗର ଇନ୍ଦ୍ର ଶାସନ କରୁଥିଲେ ଦୁଷ୍ମନ୍ତ ନାମକ ଇନ୍ଦ୍ର। ହଁ ହଁ ଦୁଷ୍ମନ୍ତ ଇନ୍ଦ୍ର ଆସିଲେ କୁନ୍ତିଙ୍କ ସହିତ ଶୃଙ୍ଗାର ହେଲା ଶୃଙ୍ଗାର ରସରୁ ଅର୍ଜୁନ ଜନ୍ମ ହେଲେ। ଆଚ୍ଛା ଏ ସମୟରେ ଇନ୍ଦ୍ର ଦେବତା ଦେବତା ମାନଙ୍କୁ ଶୁଣା କରିଛନ୍ତି। କଣ ସ୍ୱର୍ଗର ଦେବତା ମାନେ ଆସିଲେ ଅଷ୍ଟ ଅପସରୀଙ୍କ ସହିତ ହଁ ହଁ ଆପଣଙ୍କୁ ବନ୍ଦାପନା କରିବା ସମୟରେ କୂଳେ ଧରି ଭଗବାନ ନାମ ଦେଲେ ଅର୍ଜୁନ। ଆଚ୍ଛା କୂଳେ ଧରିଲେ ଭଗବାନଙ୍କୁ ଇନ୍ଦ୍ର ନାମ ରଖିଲେ ଅର୍ଜୁନ ବୋଲି। ହଁ ହଁ କାହିଁକି ଅର୍ଜୁନ ବୋଲି ନାମ ଦେଲେ? କାହିଁକି ଅର୍ଜୁନ ବନ ଅର୍ଜୁନ ବୃକ୍ଷ ମୂଳେ ହୋଇଲ ଜନ୍ମ ତେଣୁ କରି ଇନ୍ଦ୍ର ନାମ ଦେଲେ ଅର୍ଜୁନ। ହଁ ହଁ ଅର୍ଜୁନ ବୃକ୍ଷ ମୂଳେ ଅର୍ଜୁନ ବନରେ ଜନ୍ମ ହେବା ଯୋଗୁଁ ଆପଣଙ୍କ ନାମ ହେଲା ଅର୍ଜୁନ। ଆଚ୍ଛା ଆଚ୍ଛା ହେଲେ ମହାପ୍ରଭୁ ଦୂତ ଅର୍ଜୁନ ବୋଲି ନାମକରଣ ହେଇଗଲା। ହଁ ହଁ ପାଖରେ ଗୁରୁ ବୃହସ୍ପତି ଅଛନ୍ତି। ହଁ ଇନ୍ଦ୍ର କହିଲେ ବୃହସ୍ପତି ହଁ ହଁ ମୁଁ ସିନା ଶ୍ରଦ୍ଧାରେ ନାମକରଣ କଲି ଟିକେ ପାଞ୍ଜି ଦେଖ। ଆଚ୍ଛା କୋଣ ଦବା ନାମଟା ପାଞ୍ଜି ଦେଖିଲେ ହଁ ହଁ ପାଞ୍ଜି ଉଲଟେଇକି ଦେଖିଲା ବେଳକୁ ଉତ୍ତର ଫାଲ୍ଗୁଣୀ ନକ୍ଷତ୍ର ଅର୍ଜୁନଙ୍କର ଜନ୍ମ। ଆଚ୍ଛା ତେଣୁ କରି କଣ କଲେ ନା ଫାଲ୍ଗୁଣୀ ନକ୍ଷତ୍ର ଜନ୍ମ ହବା ଯୋଗୁଁ ଅର୍ଜୁନଙ୍କର ଆଉ ଗୋଟେ ନାମ ହେଲା ହଁ ଫାଲ୍ଗୁଣୀ। ହଁ ଗୋଟେ ନାମ ହେଇଥିଲା ଅର୍ଜୁନ ଆଉ ଗୋଟେ ନାମ ହେଇଥିଲା ଫାଲ୍ଗୁଣୀ। ହେଲେ ମହାପ୍ରଭୁ ଅର୍ଜୁନ ଫାଲ୍ଗୁଣୀ ଦିଟା ନାମ ପାଇଲ ହଁ ହଁ ଦେବତା ମାନେ ପଳେଇଲେ ଅପ୍ସରୀ ମାନେ ପଳେଇଲେ। ଆଚ୍ଛା ଆଜ୍ଞା ଇଏ ତ ମହାଭାରତ ହଁ ଯେତେ ଖୋଳିଲେ ସେଥିରୁ ବାହାରିବ ଭାତ। ନିଶ୍ଚୟ ଯେତେ ଖୋଳିବ ସେଥିରୁ ବାହାରିବ ଖାଲି ଭାତ ବୋଲି ହଁ। ଜ୍ଞାନ ଗୁଡା ଖାଲି ବାହାରିବ। ଖାଲି ଖୋଳି ପାରିଲେ ହେଲା। ହେଲେ ପଳେଇଲେ ଦେବତା ମାନେ। ଇନ୍ଦ୍ର ଅଛନ୍ତି କୁନ୍ତି ଅଛନ୍ତି ରାତି ଅଧ ସମୟ ଆଜ୍ଞା। ଆଚ୍ଛା ଇନ୍ଦ୍ର ବିଚାର କଲେ ମୁଁ ଯଦି ଛାଡିକିରି ପଳେଇବି ଅସୁବିଧା ହବ। ହଁ କଣ
କଣ ନା ଗାଈ ଅଛି ବାଛୁରୀ ଅଛି ଆଇବ ଷଣ୍ଢ କି ସିଂହ ଆଇବ କି ବାଘ ଆଇବ ହୋଲ୍ଡା ତାକୁ ସଫା କରିଦବ। ଗାଈ ବାଛୁରୀ କିଏ ନା ଅର୍ଜୁନ ହଉଛନ୍ତି ବାଛୁରୀ ତା ମା ହେଲା ଗାଈ। ଦୂତ କାହିଁକି ଗାଈର ଯେତିକି ପ୍ରକୃତି କୁନ୍ତି ପାଖରେ ସେତିକି ପ୍ରକୃତି ଆଜ୍ଞା। ଏଇ ଗାଈର ଯେତିକି ପ୍ରକୃତି ଥିଲା କୁନ୍ତିଙ୍କର ସେ ପ୍ରକୃତି ଗୁଡାକ ଥିଲା। ଦୂତ ତେଣୁ କରି ଆଜ୍ଞା ଗୋଟେ କଥା ଆଜ୍ଞା କଣ କୁନ୍ତି ସତୀ ନାରୀ ନା ସତୀ ନାରୀ ହଁ ଅହଲ୍ୟା ଦ୍ରୌପଦୀ ତାରା କୁନ୍ତି ମନ୍ଦୋଦରୀ ତଥା ପଞ୍ଚକନ୍ୟା ସ୍ୱରେ ନିତ୍ୟଂ ମହାପାତକ ନାଶନଂ। ଆଚ୍ଛା ଯଦି କୁନ୍ତି ସତୀ ନାରୀ ଅହଲ୍ୟା ତ ବିଧବା ନୁହନ୍ତି ବିଧବା କି ମନ୍ଦୋଦରୀ ତ ବିଧବା ନୁହନ୍ତି ତାରା ତ ବିଧବା ନୁହନ୍ତି ଦ୍ରୌପଦୀ ତ ବିଧବା ନୁହନ୍ତି କୁନ୍ତି କେନେ ବିଧବା ହେଲେ? ବିଧବା ଯଦି ସତୀ କେମିତି ହେଲେ? ହଁ ବିଧବା ନା ତ ସତୀ ହେଇପାରିବନି। ନାରୀ ଯଦି ବିଧବା ହେଲା ସେ ସତୀ ହେଇପାରିବନି। କେମିତି କୁନ୍ତି ସତୀ ହେଲେ? କିପରି ହେଲେ ମହାପ୍ରଭୁ ଦୂତ ତମ ମା ବିଧବା କଣ ପାଇଁ ହେଲା? କଣ ପାଇଁ ପାଞ୍ଚ ପାଞ୍ଚୁରା ଘଇତା କରିବା ଯୋଗୁ ବିଧବା ହେଲା। ଏ ଦୂତ ମୁଁ କହିଛି ଆଗରୁ ଯୋଉ ନାରୀ ଲାଙ୍ଗୁଡ ବୁଲେଇବ ତା ସ୍ୱାମୀ ବେଇକି ମରିଯିବ। ଦ୍ୱାର ରକ୍ଷକ ମୁଁ ଆଗରୁ କହିଛି ସେତେବେଳେ ପ୍ରଥମରେ କହିଲି ଆସିଲା ବେଳକୁ ସ୍ୱାମୀ ଥାଉ ଥାଉ ଯଦି ପର ସ୍ୱାମୀ ବର୍ଣ୍ଣ କରିବ ଭଗବାନ ତମ ସ୍ୱାମୀଟାକୁ ଛଡେଇକି ଧରି ପଳେଇବେ। ଆଚ୍ଛା ଦୈବୀ ଦୁର୍ଘଟଣାରେ ହଉ ଦୈବୀ ପାକରେ ହଉ କେମିତି ହେଲେ ମଧ୍ୟ ତ ସିଏ ମରିବ। ସ୍ତ୍ରୀ ଯଦି ସ୍ତ୍ରୀ ପାଖରେ ଯେତେ ଦିନ ପର୍ଯ୍ୟନ୍ତ ସତୀତ୍ୱ ଅଛି ସେତେ ଦିନ ପର୍ଯ୍ୟନ୍ତ ସ୍ୱାମୀର କିଛି ହବନି। ନାହିଁ ଯୋଉଦିନ ସ୍ତ୍ରୀର ସତୀତ୍ୱ ପଳେଇଲା ସେଦିନ ସ୍ୱାମୀ ଡିଙ୍ଗ ଡାଙ୍ଗ ହେଇଯିବ। ଏଇଟା ଅକ୍ଷରାଙ୍ଗ ସତ୍ୟ। ଆଚ୍ଛା ଆଚ୍ଛା ମହାପ୍ରଭୁ ଦୂତ ତମ ବାପା କିନି ମଲା? ଆଖି ବୁଝି ମନେ ଆକ୍ସିଡେଣ୍ଟରେ। କଣ 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 ତମ ମା 2 ନମ୍ବର କାମ କରିବା ଯୋଗୁ ତମ ବାପା ଆକ୍ସିଡେଣ୍ଟରେ ଦ୍ୱାର ରକ୍ଷକ ହେଲା। ଆକ୍ସିଡେଣ୍ଟରେ ମଲେ। ଆଉ ତମ ଘରଟା ଚଲାଉଥିଲେ ସେତେବେଳେ ସାଇକେଲ ଥିଲା। ଆରେ ଏ ଯୁଗର କଥା ମୁଁ କହୁଛି ଆଜ୍ଞା। ଆଙ୍କ ବାପା ସାଇକେଲ ଧରିକି ରୋଡକୁ ଆଇଲା ବେଳକୁ ସେଠୁ ଗାଡି ଗୋଟେ ଫୁରୁକିନା ପଡିଲା ପୁଚ୍ଛ ହେଇଗଲା। ଦୂତ ଏ ଯୁଗର କଥା ହଁ କାହିଁ କିପରି ତମ ମା पर ବିଧବା ହେ ତମ ବାପା ମରି ଯାଇଛନ୍ତି। ଦୂତ ବାପା ମରିଯାଇଛନ୍ତି ମା ବିଧବା। ଆଉ ହେଲେ ମହାପ୍ରଭୁ ଦୂତ ଶାସ୍ତ୍ର ସମ୍ମତ ଇନ୍ଦ୍ର ବିଚାର କଲେ ହଁ ହଁ ରାତି ପାଇଲା ପର୍ଯ୍ୟନ୍ତ ଅପେକ୍ଷା କରିବି। ଆଚ୍ଛା ଆଜ୍ଞା ସବୁ କରିବ ସ୍ତ୍ରୀ ସହିତ ବେଶୀ କଥା ହବ। ନାହିଁ କାହିଁକି ଲେମ୍ବୁଟାକୁ ଅତି ଚିପୁଡିଲେ କଣ ମିଠା ସ୍ତ୍ରୀ ସହିତ ଯଦି ବେଶୀ କଥା ହେଲ ସେଟା କଳହ ସୃଷ୍ଟି ହବାଟା ହବ। ହଁ ତମେ ଯଦି 5 ମିନିଟ 3 ମିନିଟ କଥା ହେଇକିରି ତମ କାମରେ ତମେ ଗଲ ଆଜ୍ଞା ଘରେ କେବେ ଅଶାନ୍ତି ହବନି। ହଁ ଯଦି ମୁହଁକୁ ମୁହଁ ଲମ୍ବେଇକିରି ବହି ପଡିଲ ସେଦିନ ଘରେ ଗୋଟେ ମାଡ଼ ବଲଟେ ଥୁଆ। ହଁ ପରୀକ୍ଷା କରନ୍ତୁ ଆପଣ। ମୁଁ କହିବା ଦରକାର ନାହିଁ କାଲିକି ଆପଣ ସକାଳୁ ପରୀକ୍ଷା କରନ୍ତୁ। ବେଶୀ ନାହିଁ ସ୍ତ୍ରୀ ପାଖରେ 2-3 ଘଣ୍ଟା ବସନ୍ତୁ ମୁହଁକୁ ମୁହଁ ଲମ୍ବେଇକିରି ତାପରେ କଣ ହଉଛି କହିବ। ହେଲେ ମହାପ୍ରଭୁ ଇନ୍ଦ୍ରଙ୍କର କୁନ୍ତିଙ୍କର ଅଛନ୍ତି। ରାତି ପାଇଲେ ଯିବେ। ରାତି ପାଇଲା ପର୍ଯ୍ୟନ୍ତ ମିଶିକି ରହିବାକୁ ପଡିବ ନା। ସେତେବେଳେ 2 ଜଣଙ୍କ ମଧ୍ୟରେ ଗୋଟେ କଳହ ସୃଷ୍ଟି ହେଇଗଲା। ଆଚ୍ଛା କଣ କଳହ ସୃଷ୍ଟି ହେଲା? କଣ କଥା ହଉ 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 ଇନ୍ଦ୍ର ଧରିଦେଲେ କୁନ୍ତିଙ୍କର ଗୋଟେ କଥାଟାକୁ କଣ ଧରିଦେଲେ ବୋଇଲେ କୁନ୍ତି ତମର ଅଛି ନା ନାଇଁ? ଏଇ କଣ ଅଛି ନା ନାହିଁ ଇନ୍ଦ୍ର ପଚାରିଲେ କୁନ୍ତି କି ତମର ଅଛି ନା ନାଇଁ? ବୋଲେ କଣ ଏମିତି ପଚାରିଲେ ଅଛି ନା ନାହିଁ ହଁ ବୋଲେ କଣ ଅଛି ନା ନାହିଁ ଘଇତା ଏଇ କୁନ୍ତି କହିଲେ ଅଛି ମୋର ଅଛି। ଆଉ ଯଦି ଅଛି ମତେ କେନ୍ ଡାକିଲ? କଣ ଯଦି ଅଛି ମତେ କେନ୍ ଡାକିଲ? ଧୂତ ସେ କହିଲେ ନାହିଁ ମୋ ସ୍ୱାମୀ କି ତ ବ୍ରହ୍ମ ଅଭିଶାପ ପଡିଛି ନା ଯଦ୍ୱାରା ଅନ୍ତରଙ୍ଗ ମିଳନ ହେଲାନି ସନ୍ତାନ ସନ୍ତତି ଜନ୍ମ ହେଲାନି। ଆଚ୍ଛା ସ୍ୱାମୀ ଆଦେଶରେ ପରକ୍ରିୟା ପ୍ରୀତି କଲି। ଇନ୍ଦ୍ର ସେତେବେଳେ କହିଲେ ତମେ ପରକ୍ରିୟା ପ୍ରୀତି କଲ ମୋର କିଛି କହିବାର ନାହିଁ। ନିଜକୁ ପ୍ରଥା ବୋଲି ସେଥିରୁ ଗୋଟେ ପ୍ରଥା ଥିଲା। ଆଚ୍ଛା ସତ୍ୟରୁ ଦ୍ୱାପର ପର୍ଯ୍ୟନ୍ତ ସେ ପ୍ରଥାଟା ଥିଲା। ତାର ନାମ ହେଲା ନିଯୋଗ ପ୍ରଥା। ହଁ ହଁ ନିଯୋଗ ପ୍ରଥାର ନିୟମ କଣ? ଯଦି ସ୍ୱାମୀ ମରିଗଲେ ମଧ୍ୟ ଗୋଟେ ବିଧବା ନାରୀ ସନ୍ତାନ ଜନ୍ମ କରିପାରିବ ନିଯୋଗ ପ୍ରଥାରେ। ଆଚ୍ଛା ଯଦି ସନ୍ତାନ ନହେବ ମଧ୍ୟ ସ୍ୱାମୀ ଆଦେଶରେ ସ୍ତ୍ରୀ ମାନେ ପରକ୍ରିୟା ପ୍ରୀତି କରି ସନ୍ତାନ ଜନ୍ମ କରିବେ। ହଁ ହଁ ଇ ହଉଛି ନିଯୋଗ ପ୍ରଥାର ନିୟମ। ତମ ବାପାଙ୍କ ଆଦେଶରେ ନିଯୋଗ ପ୍ରଥାରେ ମୁଁ ସନ୍ତାନ ଜନ୍ମ କଲି ବୋଲି କୁନ୍ତି କହିଦେଲେ। ଧୂତ କହିଦେଲା ପରେ ସେଟା କଣ ହେଲା ଜାଣିଛୁ? କଣ ହେଲା କୁନ୍ତି କହିଲେ ରସୁରା ଶୁଣ ହେ ଏଇ ରସ କଣ ବାୟା ଆଇଲେ କଣ କରିବୁ? ହଁ ରସୁନା ବା ତା ଯା ସମୟରେ ସିଏ ଆଇବ ନା ହେଠି। ଭାତ ଚୁଲି ଜଳା ହେଲା ଉଧାଣି ବସି ଚାଉଳ ପଡିଗଲା ଭାତ ହେଇଗଲା ଡାଲି ହବ ତରକାରୀ ହେଲେ ଖାଇବ। ହେଲେ ମହାପ୍ରଭୁ
ଧୂତ ସେତେବେଳେ କୁନ୍ତି କି ଇନ୍ଦ୍ର କହିଲେ କଣ କହିଲେ? ମୁଁ ତମର କଣ ହେବି ଜାଣିଛ? କଣ? ଆଜ୍ଞା ଇନ୍ଦ୍ରଙ୍କର କୁନ୍ତିଙ୍କର ସମ୍ପର୍କ କଣ ଆଜ୍ଞା ଶୁଣିବେ ଯଦି ଆପଣ ହଁ ଅର୍ଜୁନକୁ ଠିଆଲା ତ ମାରିକି ଏଠୁ କାଢିଦେବେ। ଧୂତ କାହିଁକି? ମୁଁ ଯଦି କହିବି ଇନ୍ଦ୍ରଙ୍କର କୁନ୍ତିଙ୍କର ସମ୍ପର୍କ କଣ ହଁ ଆମ ଅର୍ଜୁନ ବିଷ ଖାଇଦେବେ କି କଣ ଗ୍ୟାରେଣ୍ଟି ନାହିଁ। କଣ ପାଇଁ? ମତେ ଡାଉଟ ଲାଗୁଛି ତମେ କଣ କହିବ ଯେ ମୋର ବିଷ ଖାଇଲା ପର୍ଯ୍ୟନ୍ତ ମତେ ଯିବ? ବିଷ ଖାଇଦେଲା ଭଳିଆ ଲାଗୁଛି କହିବାକୁ ମୋର ଇଚ୍ଛା ନାହିଁ। ଆପଣ ମାନେ କହିବେ କହ ବୋଲି ମୁଁ କହିବି କହିବି ନା ଇନ୍ଦ୍ରଙ୍କର କୁନ୍ତିଙ୍କର ପ୍ରକୃତ ସମ୍ପର୍କ କଣ ଶୁଣିବ ମାତ୍ର ଅର୍ଜୁନ ବିଷ ଖାଇଲେ ତମେ ଦେଇ ଧୂତ ହେଲେ ତ ରାଗିରୁ କୁଆଡେ ଯିବନି ରାଗିରୁ କୁଆଡେ ଯିବନି। ଆଚ୍ଛା ତୁମେ କହିସାର ତାପରେ ଦେଖିବା। ଅର୍ଜୁନଙ୍କର ତାଙ୍କ ମାଙ୍କର ସମ୍ପର୍କ କଣ? କୁନ୍ତି କହିଲେ ଇନ୍ଦ୍ର କହୁଛନ୍ତି କୁନ୍ତି ହେ କଣ? ଏ ତୁମେ କଣ କଲ ଗୋ କୁନ୍ତି କଣ କଲ ନିଜ ଦେଢ ସୁର ସହ ଏଇ ତାପରେ ଯୋଉଟା କଣ କଣ ହଁ ହଁ କଣ ଜାଣିଛ? ହଁ ହଁ କଣ? ନିଜ ଦେଢ ସୁର ସହ ଡାରେ ନାରେ ନା କହିଲା ହେଡି ହେ ଯାବ ଭାରି ପଡିବ ଆଉ ବେଶୀ ରେଗିଡି ହୁଅନ। ହଁ ଦାସ କଠେଇନି କରୁଛନ୍ତି କେବେ? ହଁ ମହାପ୍ରଭୁ ଧୂତ ଇନ୍ଦ୍ରଙ୍କର କୁନ୍ତିଙ୍କର ଭାଇ ବୋଉ ଦେଢଶୁର ସମ୍ପର୍କ ଆଜ୍ଞା ଆଚ୍ଛା ଆଚ୍ଛା ଏ ଗୋଟେ କଛୁର ଭାଇ ବୋଉ ସମ୍ପର୍କ ହଉଛନ୍ତି ଇନ୍ଦ୍ରଙ୍କର କୁନ୍ତିଙ୍କର କେମିତି କିପରି? ସାରେ ଅର୍ଜୁନ ଆଜ୍ଞା କଣ କହୁନ? ତମ ମାର ତମ ବାପା ହଉଛନ୍ତି ଦେଢଶୁର ହେଇଥିଏ ମୁଁ ଜାଣିନି। ହେଠି ଶୁଣ ଏ ଅର୍ଜୁନ ଏଥିର କାରଣ ଧୂତ ଶୁଣ ହେ ଅର୍ଜୁନ ଏଥିର କାରଣ ଆଁ ପବନ ଇନ୍ଦ୍ର ଯେ ଦୁଇ ଭାଇ ଜାଣ ଆଚ୍ଛା ଇନ୍ଦ୍ର ବଡ ଯେ ପବନ ହେଲେ ସାନ ହଁ କୁନ୍ତି ଦେବୀ ଯେ ପ୍ରଥମରେ ଜାଣୁ ଆଚ୍ଛା ପବନ ଦେବଙ୍କୁ ଯେ କଲେ ସ୍ମରଣ ଆହା ପବନଙ୍କ ଠାରୁ ଭୀମ ହେଲେ ଜନମ ଧୂତ 7 ବର୍ଷ ଭୀମଙ୍କୁ ହୋଇଲା ସେତେବେଳେ କୁନ୍ତି ମନେ ଭାବନ୍ତି ଭଲା କଣ? ଏପରି ପୁଅ ମୋ ଯୋଗ୍ୟ ନୁହଇ ଖାଇଲା କାଳି ଏତେ ହୁଣ୍ଡାଟା ତହିଁ ଆଚ୍ଛା ଖାଇଲା ପୁଣି ନ ବୁଝି ନ ଜାଣୁ ଯାହାକୁ ହେଲେ ବାଡେଇଲା ପ୍ରମାଣ ଧୂତ ଉପଯୁକ୍ତ ସନ୍ତାନ ଯେ କରିବି ଜନମ ସେତେବେଳେ ଇନ୍ଦ୍ର କରିଲେ ସ୍ମରଣ ପବନଙ୍କ ବଡ ଭାଇ ପରା ଇନ୍ଦ୍ର ଦେ ଜାଣୁ ଆଚ୍ଛା ପବନଙ୍କ ବଡ ଭାଇ ପରା ଇନ୍ଦ୍ର ଦେ ଜାଣୁ ପବନ ଇନ୍ଦ୍ର ତ ଦି ଭାଇ ପବନ ତ ସାନ ପ୍ରଥମରେ ପବନକୁ ଡାକିରି ଭୀମକୁ ଜନ୍ମ କରିଦେଇଛନ୍ତି ଧୂତ ହେଲେ ଗୋଟେ ବାପାର ପିଲା ଆଜ୍ଞା ବଡ ହେଲେ ଇନ୍ଦ୍ର ପବନ ହେଲେ ସାନ ହଁ ହଁ ପବନକୁ ଡାକିରି ଭୀମ ଜନ୍ମ ହେଇଗଲେ ସେ ଧର୍ମାଟ ଆହୁରି ଗଲେ ସେ ଆହୁରି ଅଲଗା କଥା ବାହାରି ପଡିବ ହେଲେ ଆଙ୍କର ଘରର ସବୁ ଏମିତିକା ଧୂତ ଆଙ୍କ ଘରୁଟା ନାଇଁ ବାରିକାନି ଦେଢଶୁର ଭାଇ ବୋଉ ଗଛ ଲାଗିଛି ଆଙ୍କର କଥାରେ ଅଛି ଫାଉଣ୍ଡେସନ ଠିକ ନାହିଁ କଣ ଫାଉଣ୍ଡେସନ ଠିକ ନାହିଁ? ମନେ ରଖି ତମର ପଣ୍ଡିତ ବନ୍ଧୁ ମାନେ ଯୋଉ ଘରର ଫାଉଣ୍ଡେସନ ଠିକ ନଥିବ 5 ମହଲା କୋଠା କଲେ ଘର ରହିବ କଣ ପ୍ରଥମରେ ଘରର ଫାଉଣ୍ଡେସନ ଠିକ ରହିବାକୁ ପଡିବ ଆଜ୍ଞା କଣ ଫାଉଣ୍ଡେସନ ଠିକ ହବ? ପୁନାଦି ଯଦି ଠିକ ଅଛି ଘର ଠିକ ଅଛି ଘରର ପୁନାଦି କିଏ କିଏ? ଘରର ମୁରବୀ ଓହୋ ଯୋଉ ଘରର ମୁରବୀ ଠିକ ନଥିବ ପେଟେ ମଦ ପିଇକି ରହିଲେ ପିଲା କଣ ଶିଖିବ ବାପା ବିଡି ଖାଇଲେ ପୁଅ ବିଡି ଖାଇବ ବାପା ନାଶ ଖାଇଲେ ପୁଅ ନାଶ ଖାଇବ ମା 2 ନମ୍ବର କାମ କଲେ ଝିଅ 2 ନମ୍ବର କାମ କରିବ ବାପା ଯାହା କରିବ ପୁଅ ଉପରେ ପ୍ରଭାବ ପଡିବ ଝିଅ ଯାହା କରିବ ମା ଯାହା କରିବ ଝିଅ ଉପରେ ପ୍ରଭାବ ପଡିବ ତେଣୁକରି ଜଗତରେ ମୁରବୀ ମାନେ ଜଗିକି ରହିବାକୁ ପଡିବ ଧୂତ ତମ ଘରର ମୁରବୀ ଠିକ ନାହିଁ ଏଇ ଆମ ଘରର ମୁରବୀ ଠିକ ନାହିଁ? ହଁ ଶାସ୍ତ୍ର କଣ କହିଲା ଆଜ୍ଞା କଣ କହିଲା? ପ୍ରଥମରେ ତ ତମର ଗୋସେଇ ମା ସେତା କରିବା ଯୋଗୁ ତମ ଘରଟା ଯାକ ସେତା ଆଗା କଲା ଦ୍ୱାର ରକ୍ଷକ ଦେଖ ଭାଇ ବୋଉକୁ ହରଣ କରିଲେ ଯେ ବ୍ୟାସ ଜନ୍ମ ହୋଇଲେ ପୁଣି ପଣ୍ଡୁ ଧୂତ ରାଷ୍ଟ୍ର ଏଇ, ହେଇ। ବ୍ୟାସଦେବ ଦେଢଶୁର ସହିତ ରମଣ କରିବା ଯୋଗୁ ପଣ୍ଡୁ ଧୂତରାଷ୍ଟ୍ର ଜନ୍ମ ହେଲେ ଆଚ୍ଛା ଆଙ୍କ ମା ଦେଢଶୁରକୁ ସେଇଟା କରିବା ଯୋଗୁ ଅର୍ଜୁନ ଜନ୍ମ ହେଲେ ଧୂତ ଆଉ ଆଙ୍କ ମାଇପ ଯେମିତି ସବୁ ତ ବହୁତ ଶୁଣିବା ସିନି ଏଇ ଗୋଟେ ହେଲେ ଭଲ ନାହିଁ
এই ছি কোন ছি ଏ ଯୋଉ ଛି 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 ରେ ନୁନି ଗୀତଟା ମା ପାଇଁ ବାହାରିଥିଲେ ତୁ ତା এই ସେଟା ଦ୍ୱାପର ଯୁଗର ଗୀତ ଛି 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 ଲକୁନ୍ତି ଛି এই ଛି 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 ଲକୁନ୍ତି ଛି ଲୋ ତ ହଉ ତମେ କାଣ କେ ଏବେ ଗୋଟିଏ ମନୋରଞ୍ଜନ କାର୍ଯ୍ୟକ୍ରମ